ତମ ପାଠ ସହିତ ସେ କେମିତି ଭିଡ଼ିଓକୁ ମ୍ୟାନେଜ୍ କରନ୍ତି କାହିଁକିନା ତମେ ଢେଙ୍କାନାଳରେ ରହୁଛ ଭୁବନେଶ୍ୱର ସୁଟ୍ କରିବା ପାଇଁ ଆସୁଥିବ। ଆମର ଭାଇ ବଡ଼ ଭାଇ ଅଛନ୍ତି ଗୋଟେ କପରେଟ୍ କରୁଛନ୍ତି ସାହାଯ୍ୟ ବି କରୁଛନ୍ତି। ଆଉ ଗୁରୁ କହିଲେ ବି ଚଳେ। ମୋର ଚେଟୁ ଯେମିତି ମୁଁ ଚେଟୁ ବଢ଼େଇଲି ସେ ମା ମାନଙ୍କୁ ନେଇ ବଡ଼ କରିଛନ୍ତି। ସେଥିପାଇଁ ଆମେ ଟିକେ ମ୍ୟାନେଜ୍ କରିଯାଉଛୁ କିଛି ମାନେ କଷ୍ଟ ଲାଗୁନି ହେଲ୍ପ କରିଦେଉଛନ୍ତି ଆଉ। ଘରେ ଇଏ କେତେ ଦୁଷ୍ଟ ହୁଅନ୍ତି? ଇଏ ବହୁତ ଦୁଷ୍ଟ କେତେ ମାଡ଼ ଖାଇଛନ୍ତି? ବହୁତ ଜଣାପଡ଼ୁନି ତା ଦେହରୁ ଯାଇପାରୁନା ବହୁତ ଇଏ ମାଡ଼ ଖାଇ ଖାଇ ଇଏ ଅବସ୍ଥା। ହଁ ଆମର ସେପଟେ ଖୁଡ଼ି କୁହାଯାଏ ଖୁଡ଼ି ମାନେ ବାଡ଼ାନ୍ତି ଅଧିକା ଭଲ ବି ବାନ୍ତି ଅଧିକା। ଆଚ୍ଛା ତାହେଲେ ତାଙ୍କର ସବୁଠୁ ବେଶୀ ଯୋଉ ଦୁଷ୍ଟ ହେଇଥିବେ କୋଉ ଗୋଟେ ମୋମେଣ୍ଟ ଏମିତି କହିଲା ଯୋଉଟା ବହୁତ ମାଡ଼ ଖାଇଥିବେ? ଦୁଷ୍ଟ ଗୋଟେ ଦିନ ଚାଲିଥିଲା କରୋନା ଟାଇମ୍ରେ। କରୋନା ଟାଇମ୍ରେ ୟାକୁ କୁହାହବ ଯେ ଯିବୁନୁ ଆମର ସେପଟେ ପୋଖରୀ ଗାଧୋଇ ଯାଆନ୍ତି। ୟାକୁ କୁହାହବ ତୁ ଯିବୁନୁ ପିଲା କରୋନା ଚାଲିଛି। ଇଏ କ'ଣ କରିବ ନାଇଁ କରିଦେବ ଏପଟେ ବାଟ ଦେଇକି ସେ ବାରିପଟ ବାଟ ଦେଇକି ଇଏ ପଳେଇବ ମାନେ ସମସ୍ତଙ୍କୁ ବାଟ ଦେଇ ଗାଧେଇକି ଯାଇପାରି। ତାପରେ ଆସିଲେ କ'ଣ ମୁକୁଡ଼େ ଗାଧେଇ ଆସିଛି ମୁକୁଡ଼େ ଯାଇଥିଲି ନଳକୂରୁ ଗାଧେଇ ଆସିଲି। ଏମିତି ସେଇଦିନ ଧୁମ ମାଡ଼ ଖାଇଥିଲା ଗୋଟେ ଦିନ ଦୁଷ୍ଟ ହେଇଥିଲା। ଏଇ ଦିନ ଗୋଟେ ବାଡ଼େଇଲେ ମାନେ ହାତ ଏମିତି ବାନ୍ଧି ଦିଆଯାଇଥିଲା ମାଡ଼ ଖାଇଥିଲା। କାହିଁ କହୁନଥିଲା ତ ମାଡ଼ ଖାଇ ମାଡ଼ ଖାଇ କହିବ କୋଉଥିପାଇଁ ମାଡ଼ ଖାଇଛ କହିବନି?